ମୁଁ ଆସିବି। କୋଉଠିକି ଆସିବି? ନା 9 ମାର୍ଚ୍ଚ ଲୋୟର ପିଏମ୍ଜି ଭୁବନେଶ୍ୱରକୁ। ଏଇଭଳି ଭାବନା ଧରି ତୁମେମାନେ ନିଶ୍ଚୟ ଆଗକୁ ଆସିବାର ଅଛି। କାରଣ ତୁମ ଲଢ଼େଇ ତୁମକୁ ଲଢ଼ିବାର ଅଛି। ତୁମ ପାଇଁ ଆଉ ଯେ କିଏ ଆସି ଲଢ଼ିବ ସେମିତି ଭାବି ଅଟକି ଯାଅ ନା। ଆଜିର ବ୍ୟବସ୍ଥା ତୁମେମାନେ ସମସ୍ତେ ଦେଖୁଥିବ, ସବୁକିଛି କଣ୍ଟ୍ରାକ୍ଚୁଆଲରେ ହିଁ ଚଲେଇବା ପାଇଁ ସରକାର ଏବେ ଅଗ୍ରସର ହୋଇ ଚାଲିଛନ୍ତି। ସେ ଚାହୁଁନାହାନ୍ତି କି ପରମାନେଣ୍ଟ ରିକ୍ରୁଟମେଣ୍ଟ ଆସୁ ଆଉ ପରମାନେଣ୍ଟ ରିକ୍ରୁଟମେଣ୍ଟରେ ପିଲାମାନେ ପାଆନ୍ତୁ ଆଉ ଓଡ଼ିଶାର ଡେଭଲପମେଣ୍ଟ ଠିକ୍ଠାକ୍ ସେ ହେଉ। ଖାଲି କଥାରେ କହୁଛନ୍ତି ଏତେ ଟିଚର ଆଣିବୁ, ସେତେ ଟିଚର ଆଣିବୁ, ସେତେ ପୋଷ୍ଟ ଦେବୁ, ଏତେ ଯୁବକମାନଙ୍କୁ ଆମେ ରୋଜଗାର ଦେବୁ, କିନ୍ତୁ ସେଇ ରୋଜଗାରଟି ସେମାନେ କଣ୍ଟ୍ରାକ୍ଚୁଆଲ ବେସିସ୍ରେ ଦେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି। ଗତକାଲି ବି ତୁମେ ଗୋଟେ ନୋଟିସ୍ ଦେଖିଥିବ, ପୁଣି ଗୋଟିଏ ବର୍ଷ ପାଇଁ ଗୋଟିଏ ଭ୍ୟାକେନ୍ସି ଆସିଛି 800 ପୋଷ୍ଟ, ସେଠି ମଧ୍ୟ କଣ୍ଟ୍ରାକ୍ଚୁଆଲରେ ଆସିଛି। ପରମାନେଣ୍ଟ ପୋଷ୍ଟ ପାଇଁ ପିଲା ଅପେକ୍ଷା କରି ବସିଥିବା ବେଳେ ଏଠି କଣ୍ଟ୍ରାକ୍ଚୁଆଲ ପୋଷ୍ଟ ବାରମ୍ବାର ଦିଆଯାଉଛି। ଆଉ ସେ କଣ୍ଟ୍ରାକ୍ଚୁଆଲ ପୋଷ୍ଟ ପାଇଁ ପିଲାମାନେ ପୁଣି ଲଢ଼ିବେ, ପୁଣି କେସ୍ କରୁଛନ୍ତି, ଯେଉଁଥିପାଇଁ କି ଆମର ପରମାନେଣ୍ଟ ରିକ୍ୱାରମେଣ୍ଟ ଆସିପାରୁନାହିଁ। ଏସବୁ ଗଭର୍ଣ୍ଣମେଣ୍ଟର କଥା ଗୋଟେ ଆଉ କାମ ଗୋଟେ। ତେଣୁ ଏଇ ତାଙ୍କ କଥାକୁ କାମକୁ ଆମକୁ ହଟେଇ ଓଡ଼ିଶାର ଜନତାମାନଙ୍କର, ଓଡ଼ିଶାର ଛାତ୍ର ସଂଘର, ଓଡ଼ିଶାର ଛାତ୍ରମାନଙ୍କର ଭବିଷ୍ୟତ ପାଇଁ ନିଜ ନିଜକୁ ଲଢ଼ିବାକୁ ପଡ଼ିବ। ତୁମେ ଯେ ଏକା ଲଢ଼ୁଛ, ଖାଲି ତୁମ ପାଇଁ ଲଢ଼ୁଛ ଭାବନା, ତୁମେ ଏକୁଟିଆ ବି ଯଦି ଲଢ଼ୁଛ ପୁରା ଓଡ଼ିଶା ପାଇଁ ବି ଲଢ଼ୁଛ। ତ ପିଲେ 9 ମାର୍ଚ୍ଚରେ ସମସ୍ତେ ଆସ। SSB, TGT, AT, OAV, ଅନ୍ୟ ସମସ୍ତ ପ୍ରକାର TGT PGT ପୋଷ୍ଟ ଯେତେ ସବୁ ରହିଛି ଓଡ଼ିଶାରେ ସମସ୍ତ ପୋଷ୍ଟ ଆମର ଆସୁ। ଆଉ ସେଇ ଆଶାକୁ ଆମେ ସଫଳ କରାଇବା, ସେଥିପାଇଁ ସମସ୍ତଙ୍କର ସହଯୋଗ ନିଶ୍ଚୟ ଦରକାର। ବହୁଳ ମାତ୍ରାରେ ତୁମେମାନେ ଯଦି ସେଠି ଯୋଗଦାନ କରିବ, ନିଶ୍ଚୟ ସେ ଷ୍ଟ୍ରାଇକ୍ଟି ସଫଳ ହେବ। କାରଣ ଗୋଟିଏ ଷ୍ଟ୍ରାଇକ୍ କେବଳ ଗୋଟିଏ ପିଲାର ଭବିଷ୍ୟତ ପାଇଁ ନୁହେଁ, ଏ ଷ୍ଟ୍ରାଇକ୍ ସମସ୍ତ ପ୍ରକାର ଶିକ୍ଷକମାନଙ୍କ ପାଇଁ, ଆଉ ତାହା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବ କି ନିଜର ହକ୍ ପାଇଁ ନିଜକୁ ଲଢ଼ିବା ପାଇଁ। ଓଡ଼ିଶାରେ ଖାଲି ଯେ ଟିଚର ପୋଷ୍ଟ ଫାଙ୍କା ନାହିଁ, ତାହା ସହିତ ଅନ୍ୟ ପୋଷ୍ଟ ମଧ୍ୟ ଫାଙ୍କା ରହିଛି। ସେ ସବୁର ପୂରଣ ହେବା ଦରକାର। ଖାଲି ଓଡ଼ିଶାର ଡେଭଲପମେଣ୍ଟ ଯେ ଶିଳ୍ପଭିତ୍ତିକ ହୋଇଗଲେ ହେବନି, କିମ୍ବା କୌଣସି ଅର୍ଥର ରାଶିରେ ଲୋକମାନଙ୍କୁ ଖାଲି ବିକଶିତ କରିହେବନି। ଲୋକମାନଙ୍କୁ ଶିକ୍ଷା ଦରକାର, ସ୍ୱାସ୍ଥ୍ୟ ଦରକାର। ଆଉ ଯଦି ଶିକ୍ଷା ଲୋକମାନଙ୍କ ପାଖରେ ନାହିଁ, ତାଙ୍କର ମାନସିକତା ବିକାଶ ମଧ୍ୟ ନାହିଁ। ଅଶିକ୍ଷିତ ସମାଜରେ ବିକାଶର ସୂର୍ଯ୍ୟକୁ ଉଦୟ କରିବା ଏତେ ସହଜ ନୁହେଁ ପିଲେ। ତେଣୁ ଆମକୁ ବିକାଶର ମାର୍ଗ ନିର୍ମାଣ କରିବାକୁ ହେବ। ତେଣୁ ସମସ୍ତେ ଆସ। ସମସ୍ତେ ଶିକ୍ଷକମାନେ ମଧ୍ୟ ତୁମ ପଛରେ ଅଛନ୍ତି, ତୁମ ସାଙ୍ଗରେ ଅଛନ୍ତି, ତୁମମାନଙ୍କୁ ସେମାନେ ମଧ୍ୟ ପୂର୍ଣ୍ଣ ରୂପରେ ସପୋର୍ଟ କରିବେ। ଆଉ ଏତିକି ମୋର ଅନୁରୋଧ ମଧ୍ୟ ଓଡ଼ିଶାର ସମସ୍ତ ନାଗରିକମାନଙ୍କୁ, ଯେଉଁମାନେ ବି ନିଜର ପିଲାମାନଙ୍କୁ ଚାହୁଁଛନ୍ତି କି ସେ ଟିଚର ହେଉ, ସେ ଜଣେ ଓଡ଼ିଶାର ଭଲ ନାଗରିକ ହେଉ, ଓଡ଼ିଶାର ବିକାଶର ତା'ର ହାତ ରହୁ, ତୁମେମାନେ ମଧ୍ୟ ତାଙ୍କୁ ସପୋର୍ଟ କର। କହିବ ନା ମୋ ଝିଅ କେମିତି ଯିବ, ଷ୍ଟ୍ରାଇକ୍ରେ କେମିତି ରହିବ, ସେମିତି ଭାବି କାହାକୁ ଅଟକାଅ ନାହିଁ। ଆଜି ତୁମ ଝିଅ ଯଦି ଷ୍ଟ୍ରାଇକ୍ ଯାଇପାରିବ ନାହିଁ, କାଲି ସେ ଯେତେବେଳେ ଟିଚିଂ ପୋଷ୍ଟରେ ପାଇବ, ସେ ସେତେବେଳେ କେମିତି ଯିବ ସେଠିକି ଜଏନିଂ ଲେଟର ଆଣିବା ପାଇଁ? ଏମିତି ଭାବନା ରଖ ନାହିଁ। ସମସ୍ତେ ଲଢ଼ିବା ଦରକାର, ସମସ୍ତେ ବଢ଼ିବା ଦରକାର। ଯଦି ଆପଣ ଭାବୁଛନ୍ତି କି ମୋ ଝିଅ ଏକୁଟିଆ ଯାଇପାରିବନି, ଆପଣ ଆସନ୍ତୁ। ଅଭିଭାବକମାନେ ମଧ୍ୟ ନିଜର ସନ୍ତାନମାନଙ୍କୁ ଧରି ଆସନ୍ତୁ। ନିଜର ହକ୍ ପାଇଁ ଯେ ଖାଲି ଛାତ୍ରଟିଏ ଲଢ଼ିବ ତାହା ନୁହେଁ, ତାହା ସହିତ ଅଭିଭାବକମାନେ ମଧ୍ୟ ଲଢ଼ିବା ଦରକାର। ଆଜିକାଲିର ସରକାର ବିଦ୍ୟାଳୟ ହେଉ, ସରକାର କଲେଜ ଗୁଡ଼ିକ ହେଉ, ଏସବୁର ବ୍ୟବସ୍ଥା ଦେଖିଲେ ପିଲାମାନେ ବେସରକାରୀ ସଂସ୍ଥା ଆଡ଼କୁ ମୁହଁ ବୁଲାଉଛନ୍ତି। ତେଣୁ ଆମର ଲକ୍ଷ୍ୟ, ଆମର ସମସ୍ତ ପ୍ରକାର ଶିକ୍ଷକର ପ୍ରତିପୂର୍ତ୍ତି ହେବା ଦରକାର। ସମସ୍ତ ଶିକ୍ଷକ ପଦବୀ ଗୁଡ଼ିକ ପୂର୍ଣ୍ଣ ହେବା ଦରକାର। ଆଉ ତା ସହିତ ଆମକୁ ତିଳରୁ ତୈଳ କାଢ଼ିଲା ଭଳି ଟୋପିଏ ତେଲ ଦରକାର ନାହିଁ। ଆମକୁ ପୁରା ସମୁଦ୍ର ଦରକାର। ଆମକୁ ପୁରା ଟିଚର ଭ୍ୟାକେନ୍ସି ଦରକାର। ସମସ୍ତ ଭ୍ୟାକେନ୍ସି ରେଗୁଲାର ବି ଦରକାର। ତେଣୁ ଏହି ହକ୍ ପାଇଁ ଆସ ଲଢ଼ିବା। ଆଉ ତୁମର ଭାଷଣରେ ଥିବା ଯେଉଁ 45,000 ଶିକ୍ଷକ ଆମେ ଦେବୁ 3 ବର୍ଷରେ, ସେ 45,000 ଶିକ୍ଷକରୁ 500 ଶିକ୍ଷକ ମଧ୍ୟ ଆପଣମାନେ ଏପର୍ଯ୍ୟନ୍ତ ଦେଇପାରିଲେ ନାହିଁ। ଆପଣ ହିସାବରେ ଦେଇ ଦେଉଛନ୍ତି କି ଆମେ ଏତେ ଜେଟି ଦେଲୁ, ଆମେ ଏତେ SSB TGT ଦେଲୁ। ଏସବୁ ପୋଷ୍ଟ ପୂର୍ବ ସରକାର ସମୟରୁ ବାହାରିଥିଲା। ଆଉ ସେସବୁର କାର୍ଯ୍ୟ ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ଭାବରେ ପୂର୍ଣ୍ଣ ହୋଇପାରୁନାହିଁ। ଏପର୍ଯ୍ୟନ୍ତ ତୁମେ ଦେଖୁଥିବ LDRର ପ୍ରୋସେସ୍ 1.5 ବର୍ଷ ଉପରେ ହୋଇଗଲାଣି, ତାହା ମଧ୍ୟ ପୂର୍ତ୍ତି ହୋଇପାରୁନି। ଯାହା 2023ରେ ବାହାରିବା କଥା ବାହାରିଲା 2024ରେ, ନୋଟିଫିକେସନ୍ ଆଉଟ୍ ହେଲା 2025ରେ, ଏକ୍ଜାମ୍ ହେଲା। এইଭଳି ହେଇଥିଲେ ଦେଖୁଛ ଆସି 2026 ହେଇଗଲାଣି। 2026ର ପୁଣି ମାର୍ଚ୍ଚ ମାସ ହେଇଗଲାଣି, ତଥାପି ଏପର୍ଯ୍ୟନ୍ତ LTR ପ୍ରୋସେସ୍ ସରିଲା ନାହିଁ। ତା ସହିତ
तुम नोटिस भी पूर्व देखि अगस्ट मास 30 सुधा समस्त शिक्षक पदवीर नोटिफिकेशन खोलने हाइकोर्ट का ऑर्डर आसला से ऑर्डर कहीं मानिले ना गवर्नमेंट तार कौन प्रकार कार्य देखला ना तेणु यही कथा कहूबा आमर सरकार को उठेबा को हब निद्रारे थिबा शिक्षित समाज रे अशिक्षित व्यक्ति मानू बुझेबा को हब जे खाली विकास तुम भाषण रे नुहे विकास आमर शिक्षार हम शिक्षा जो सदृढ़ हम से विकास हम तेणु समस्ते आस समस्ते सहयोग कर गोटे दिन पिले गोटे दिन तुमको डका जा गोटे दिन बहुल मात्रा जोगाजोग कर बहुल मात्रा से उपस्थित रुह पोस्टिंग बाहर तुम 1,00,000 1,50,000 पिला फर्म पकेब तेरे गोटे दिन कहीं आसीपर ना गोटे दिन भाव आज एग्जाम अच्छी एग्जाम भावी आस आ समस्त सहयोग कर तुम हक पाई निजे लड़ तुम किए आगे बाहर आगे लड़ सेमती भावी तुम रहीगले आगे आसुव व्यक्ति सी भी कहार पुत्र कहार स्वामी सी भी कहार कार्य निरत अच्छी सी भी कौटी काम करुच्ची तेणु सी जदि तार काम को छाड़ी आसीपारुची सी तार परिवार को छाड़ी आसीपारुची सी जदि अन्य लोक मान न डरी आगे ठिया पारुची तेल तुम मैंने कहीं नुहे तेणु समस्ते आस समस्ते सहयोग कर तुम जो भाई पे पार्छ फिजिकाली हो कि तुम फाइनान्शियली हो जो भाई तुम सहयोग कर बेसी कर पिले तुम फिजिकाली ही सहयोग कर जदि मु मोर निजपाई लड़ुची तेरे फाइनान्शियल सपोर्टर आवश्यकता ना समस्ते आसिक उपस्थित हेले जदि पिला 1,00,000 पिला आसुँच टंकाटे देले आमर स्ट्राइक गोटे दिन हो गोटे दिन स्ट्राइक हो पैसा तेणु पिले से विषय फाइनान्शियल चिंता न करी तुम फिजिकाली केमी आसी पहुँचो से विषय चिंता कर कारण बहुत पिला अच्छा बहुत दूर आसुँच बलांगीर हो संबलपुर हो बरगढ़ हो ये पिले बहुत दूर पिला आसिक राति रोच आखपाख पिला निश्चय आसा दरकार भुवनेश्वर कम दूर रोता पिला निश्चय आसवा दरकार तेणु समस्ते आस आ स्ट्राइक को समस्त नजर को आनबार अच्छी समस्त ओडिशार लोक मान चेतबार अच्छी खाली जे रंग चेंज कले ओडिशार रंग बदल ताहा नुहे ओडिशा को स्वर्णर ओडिशा करने को हेले आमको ओडिशा को विकसित करने को विकसित केमिति हम ना समस्त प्रकार नॉलेज रहा दरकार समस्त प्रकार स्किल रहा दरकार भल स्वास्थ्य हवा दरकार ए समस्त गोटे शिक्षित नागरिक आवश्यकता रही है शिक्षित नागरिक से निर्माण हो पार जितेबाला समस्त अनुष्ठान शिक्षित शिक्षक मैंने रही आउ शिक्षक मानकर अभाव केवे शिक्षित समाज निर्माण करने संभव है ना तेणु समस्ते आस निजर हक पाई निजे लड़ केवे आसो ना मार्च 9 कौटिक आसो ना लोयर पीएमजी भुवनेश्वर को ठीक है पिले आमर डिमांड एवं कौन रही स्ट्राइक रे ना आम एसएसबीटी 7,000 पोस्ट आसो 7,000 प्लस पोस्ट आसो एटी 15,000 पोस्ट आसो ताठू अधिक पिले 15,000 खाली नुहे 15,000 प्लस पोस्ट आसो बहुत सारा वैकेंसी बाकी अच्छी ओएबी आसू ओएबी तुम देखुच ओएबी एपर्तंत रिक्रुटमेंट बाहर ना सब कंट्राक्चुअल चलती तो ओएबी आसू ता सहित पीजीटी पोस्ट सब आसू ता सहित लेक्चर पोस्ट आसू समस्त प्रकार टीचिंग पोस्ट आसू पिले सबुआडे दुराव्यवस्था अच्छी तेणु समस्त पोस्ट आसू वी वांट रिक्वायरमेंट्स तेणु समस्ते आस आ निजर हक पाई निजे लड़ 9 मार्च लोअर पीएमजी वन डे फॉर आवर फ्यूचर लेट्स डू समथिंग तबे तुम अपेक्षा लोअर पीएमजी अच्छी 9 मार्च रे तबे चलो आ निज हक पाई निजे लड़ रोच पिले धन्यवाद।